ହ୍ୟାଲୋ ଫ୍ରେଣ୍ଡସ୍, ସ୍ୱାଗତ କରୁଛି ଆଉ ଗୋଟିଏ ଫ୍ରେଶ୍ ମିନି ବ୍ଲଗ୍କୁ। ସକାଳୁ ନିତ୍ୟକର୍ମ ସରି କରିଦେଲି ଠାକୁରଙ୍କର ପୂଜାଟି, ପଳେଇ ଆସିଲି ରୋଷେଇ ଘରକୁ। ବସେଇଛି ଏପଟେ ରୋଷେଇ, ସେପଟେ ଗ୍ୟାସ୍ରେ ବସେଇଛି ଚାଉଳ ପାମ୍ପଡ଼ କରିବା ପାଇଁ। ପାଖାପାଖି ମୁଁ 2-4 ଦିନ ହେଲାଣି ଚାଉଳ ପାମ୍ପଡ଼ କରୁଛି। ପିଲାମାନେ ଟିକେ ଖୁସିରେ ଖାଉଛନ୍ତି, ସେଥିପାଇଁ ମୁଁ ଟିକେ କରିଦେଉଛି। ମେଘ ବର୍ଷା ଆରମ୍ଭ ହେଇଗଲା, ଆଉ କରିହେବନି, ସେଥିପାଇଁ ବି ତିଆରି କରିଦେଉଛି। ଆଉ ଠିଆ ହେଇକିରି କରିପାରିଲେନି, ସେଥିପାଇଁ ବସିକି ଆଉ ଥରେ ତଳକୁ ଓହ୍ଲେଇକି ଗ୍ୟାସ୍ କରୁଛି। ଏପଟେ ମୁଁ ଚାଉଳ ପାମ୍ପଡ଼ କଲାବେଳକୁ ଝିଅ ସେପଟୁ ଶୁଖିଲା ବାଛି ବାଛି ଆଣିକି ଛାଣି ସାରିଲାଣି ତା ଦେହରୁ। ଆଉ ମୋତେ ବି ଦେଲା, ମୁଁ ବି ଖଣ୍ଡେ ଖାଇଦେଲି। ଟିକେ ଭାତ ହେରିକା ଖାଇକି ଦ୍ୱିପହରେ ଶୋଇପଡ଼ିଲୁ। ଟିକେ ରେଷ୍ଟ ନେଇକି ଉଠିଲା ପରେ ପିଲାମାନଙ୍କୁ ନେଇକି ଟିକେ ଟ୍ୟୁସନ୍ରେ ଛାଡ଼ି ଦେଉଛି। ଟ୍ୟୁସନ୍ରେ ଛାଡ଼ି ଦେଇକି ଆସିଲା ପରେ ଆଜି ତିଆରି କରିଥିଲି ମୁଢ଼ିକି, ସେଇ ଚାଉଳର ମୁଢ଼ିକି ତିଆରି କରିଥିଲି। ତାକୁ ବସିକି ଟିକେ ବାହାର କଲା ଭିତରେ ସାନ ଜୋଇଁ ପୁଅ ଫୋନ୍ କରିଥିଲେ, ତା ସାଙ୍ଗେ ଟିକେ କଥା ହେଲି। ତାପରେ ଟିକେ ଛାଣିଦେଲି, ପିଲାମାନେ ଟ୍ୟୁସନ୍ରେ ଆସିଲା ପରେ ଖାଇଲେ। ଆଜି ଅଛି ଝିଅର ନାଇଟ୍ ସିଫ୍ଟ, ସେଥିପାଇଁ ପିଲାମାନେ ଛାଡ଼ୁନାହାନ୍ତି ତାକୁ ଜମା। ଆଜି ପାଇଁ ରହୁଛି। ନମସ୍ତେ, ଜୟ ଜଗନ୍ନାଥ।